ଦୁଇ ଦିନ ପରେ ବଢ଼ିବ ତାତି। ଦିନର ତାପମାତ୍ରା 2 ରୁ 4 ଡିଗ୍ରୀ ସେଲସିୟସ୍ ବୃଦ୍ଧି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଓଡ଼ିଶା ଉପରେ ନିର୍ଦ୍ଦିଷ୍ଟ ଭାବରେ କୌଣସି ପାଣିପାଗର ପ୍ରଭାବ ନାହିଁ, କିନ୍ତୁ ପୂର୍ବ ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହା ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ତେବେ ଆଜି ବିଜୁଳି ଘଡ଼ଘଡ଼ି ଓ ପବନ ପାଇଁ 6ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ଘଣ୍ଟା ପ୍ରତି 30 ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। କିନ୍ତୁ 16 ତାରିଖ ବେଳକୁ ରାଜ୍ୟରେ ପାଗ ଶୁଖିଲା ରହିବା ସାଙ୍ଗକୁ ଦିନର ତାପମାତ୍ରା ମଧ୍ୟ ବଢ଼ିପାରେ। ସେପଟେ ଆସନ୍ତା ସପ୍ତାହରେ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ଅନୁକୂଳ ରହିଛି। ପୂର୍ବ ବଙ୍ଗୋପସାଗର କିମ୍ବା ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛନ୍ତି ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ। ତେବେ ଏହା କ୍ରମଶଃ ଅଧିକ ଶକ୍ତିଶାଳୀ ହୋଇ ପରବର୍ତ୍ତୀ ସପ୍ତାହରେ ଅବପାତ କିମ୍ବା ପରେ ଅଧିକ ବଳଶାଳୀ ହେବାର ଆଶଙ୍କା ରହିଛି। ଭାରତ ସହ ବାଂଲାଦେଶ ଓ ମିଆଁମାର ଉପରେ ଏହାର ପ୍ରଭାବ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।